ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 65 ପର୍ବରୁ ଆରମ୍ଭ କରି ଏହାର କିଛି ଅଂଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତଟି ଦାଉଦଙ୍କର ଗୀତ। ଏହା ଉଦ୍ଧାରର ଗୀତ ରୂପେ ପରିଚିତ, ଯାହାକି ଭାବାଣୀ ଆକାରରେ ସେହି ଭବିଷ୍ୟତରେ ଇସ୍ରାଏଲର ସୁରକ୍ଷାର ବିଷୟକୁ ପ୍ରକାଶ କରେ। ତେଣୁକରି ଏହାକୁ ସେହି 1000 ବର୍ଷର ଶାନ୍ତି ରାଜ୍ୟର ଗୀତ ବୋଲି ମଧ୍ୟ କୁହାଯାଏ। ପ୍ରେରିତ 3 ପର୍ବର 21 ପଦରେ ଲେଖା ଅଛି, ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନ କାଳରୁ ଈଶ୍ୱର ଆପଣା ପବିତ୍ର ଭାବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। ତେବେ ସମସ୍ତ ବିଷୟ ପୁନଃସ୍ଥାପନର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଉଦ୍ଧାର ପାଇବାକୁ ଯାଉଅଛନ୍ତି। ପ୍ରକୃତରେ ସମସ୍ତ ବିଷୟ କ'ଣ ଓ କେଉଁ ବିଷୟ ସବୁ ଉଦ୍ଧାରର ବିଷୟ ହେବାକୁ ଯାଉଅଛନ୍ତି, ସେହି ବିଷୟ ନେଇ ପ୍ରେରିତ ପାଉଲ ଯେତେବେଳେ ଫିଲିପିଓ 3 ପର୍ବର 8 ପଦରେ ପ୍ରକାଶ କରନ୍ତି, ସେତେବେଳେ ସେ ଏହିପରି କହନ୍ତି, ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ତାହେଲେ ସେ କ'ଣ ଏହି ଜଗତର ସମସ୍ତ ବିଷୟକୁ ବୋଲି ବୁଝନ୍ତି? ପ୍ରକୃତରେ ନୁହେଁ। ତେଣୁ ଏଠାରେ ସମସ୍ତ ବିଷୟ ବୋଲି ଯାହା କୁହାଯାଇଅଛି, ତାହାକୁ ସ୍ୱଳ୍ପ କରିଦିଆଯାଇଅଛି। ତେଣୁକରି ଏହି ଉଦ୍ଧାର ବିଷୟ ନେଇ ଈଶ୍ୱର ଆପଣା ପବିତ୍ର ଭାବାଦୀମାନଙ୍କ ମୁଖ ଦ୍ୱାରା ଯାହା କହିଅଛନ୍ତି, ତାହା ଇସ୍ରାଏଲର ଉଦ୍ଧାର ବିଷୟ ନେଇ ପ୍ରକାଶ କରେ। କିନ୍ତୁ ନଷ୍ଟକଳ୍ପ ମୃତମାନଙ୍କର ପରିବର୍ତ୍ତନ ବା ଉଦ୍ଧାର ବିଷୟ ନେଇ କୌଣସି ସ୍ଥାନରେ ଭାବଣୀ କରାଯାଏ ନାହିଁ। ତେବେ ଏହି 65 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ। ହେ ପରମେଶ୍ୱର, ସିଓନର ପ୍ରଶଂସା ତୁମ୍ଭର ଅପେକ୍ଷା କରେ ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ। ଏହା ସ୍ୱର୍ଗୀୟ ସିଓନକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ଏକ ଭୌଗୋଳିକ ସ୍ଥାନକୁ ପ୍ରକାଶ କରେ, ଯାହାକି ଏହି ପୃଥିବୀରେ ଅବସ୍ଥିତ। ମୋର ଜଣେ ବନ୍ଧୁ ସେହି ସ୍ଥାନକୁ ଯାଇଥିଲେ, ଆଉ ସେ ସେହି ସିଓନ ପର୍ବତ ଉପରକୁ ମଧ୍ୟ ଯାଇଥିଲେ, କିନ୍ତୁ ସେ ସେଦିନ ସ୍ୱର୍ଗକୁ ଯାଇପାରିନଥିଲେ। ତେଣୁକରି ଦାଉଦ ଯେତେବେଳେ ସିଓନ ବିଷୟ ନେଇ କହୁଅଛନ୍ତି, ସେ ସେହି ସିଓନକୁ ହିଁ ବୁଝନ୍ତି। ଏହାପରେ 4 ପଦରେ ଏହିପରି ଲେଖା ଅଛି, ତୁମେ ଯାହାକୁ ତୁମ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ। ଆମ୍ଭେମାନେ ତୁମ୍ଭ ଗୃହର ଅର୍ଥାତ୍ ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା। ଉଦ୍ଧାରପ୍ରାପ୍ତ ଲୋକ ହିସାବରେ ସେମାନେ ସେମାନଙ୍କର ଆନନ୍ଦକୁ ପ୍ରକାଶ କରନ୍ତି। ଏହାପରେ 65 ପର୍ବର 9 ପଦରୁ 13 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳସେଚନ କରିଥାଅ। ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ। ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ। ତୁମ୍ଭେ ପୃଥିବୀକି ପ୍ରସ୍ତୁତ କଲାଉତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ। ତୁମ୍ଭେ ବହୁଳ ରୂପେ ତାହାର ସିଆରରେ ଜଳସେଚନ କରିଥାଅ। ତୁମ୍ଭେ ତହିଁର ହିଡ଼ ସବୁ ସ୍ଥିର କରିଥାଅ। ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ। ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ। ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇଥାଅ ଓ ତୁମ୍ଭ ପଥ ସବୁ ପୁଷ୍ଟତା କ୍ଷରଣ କରେ। ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି। ଚରାସ୍ଥାନ ସବୁ ମେଷପଲରେ ଭୂଷିତ ହୁଅନ୍ତି, ମଧ୍ୟ ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି। ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି। ଦେଖନ୍ତୁ, ପ୍ରତ୍ୟେକ ବିଷୟ ଗାନ କରନ୍ତି। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟର ଏକ ସୁନ୍ଦର ପ୍ରତିଛବି, ଯେତେବେଳେ କି ମରୁଭୂମି ଗୋଲାପ ଫୁଲ ପରି ପ୍ରସ୍ଫୁଟିତ ହେବ ଓ ପୃଥିବୀ ଶାନ୍ତିପ୍ରାପ୍ତ ହେବ। ଆସନ୍ତୁ ଏହାପରେ 66 ଗୀତ ମଧ୍ୟକୁ ଯିବା। ତେବେ ଏହି ଗୀତକୁ କ'ଣ ଦାଉଦ ଲେଖିଥିଲେ? ଏହା ସ୍ପଷ୍ଟ ଭାବେ ପ୍ରକାଶ କରାଯାଇ ନାହିଁ, ମାତ୍ର ସେ ସମ୍ଭବତଃ ଲେଖିଦେଇପାରନ୍ତି। ଏହି ଗୀତର କୌଣସି ଐତିହାସିକ ପୃଷ୍ଠଭୂମି ପ୍ରକାଶ କରାଯାଇ ନାହିଁ, ମାତ୍ର ଅନେକ ଏହି ଲେଖାରୁ ଅନୁମାନ କରନ୍ତି ଯେ ଦାଉଦ ସମ୍ଭବତଃ ଏହି ଗୀତର ଲେଖକ। ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ତଥା ଉପାସନାର ଗୀତ। ତେବେ ଦେଖନ୍ତୁ, 66 ପର୍ବର ପ୍ରଥମ ପଦରୁ 8 ପଦ ମଧ୍ୟରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ। ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ତାହାଙ୍କ ନାମର ମହିମା କୀର୍ତ୍ତନ କର। ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, ତୁମ କର୍ମସକଳ କିପରି ଭୟଙ୍କର। ତୁମ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ। ସମୁଦାୟ ପୃଥିବୀ ତାହାଙ୍କୁ ପ୍ରଣାମ କରିବେ ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ। ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ। ଆସ ଓ ପରମେଶ୍ୱରଙ୍କ କ୍ରିୟା ସକଳ ଦେଖ। ମନୁଷ୍ୟ ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି। ସେ ସମୁଦ୍ରକୁ ଶୁଷ୍କ ଭୂମି କଲେ। ଲୋକମାନେ ନଦୀ ମଧ୍ୟ ଦେଇ ପାଦରେ ଗମନ କଲେ। ସେ ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ। ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି। ତାହାଙ୍କ ଚକ୍ଷୁ ଗୋଷ୍ଠୀ ସମୂହକୁ ନିରୀକ୍ଷଣ କରେ। ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। ହେ ଜନବୃନ୍ଦ, ତୁମେମାନେ ଆମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସା ଧ୍ୱନି ଶୁଣାଅ। ଏହି ଅଂଶ ସେହି ଭବିଷ୍ୟତ ପ୍ରତି ଦୃଷ୍ଟିପାତ କରେ ଯେତେବେଳେ ଇସ୍ରାଏଲ ସେହି ପ୍ରତିଜ୍ଞାତ ଦେଶର ଅଧିକାରୀ ହେବେ। ଜିଜିକାଲ ଭବିଷ୍ୟତ ବକ୍ତା କହନ୍ତି ଯେ ସେହି ଦିନରେ ସେମାନେ ବଳିଦାନ ପ୍ରଭୃତି ଉତ୍ସର୍ଗ କରିବେ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପୁରାତନ ନିୟମରେ ସେମାନଙ୍କର ବଳିଦାନ ଯେପରି ଖ୍ରୀଷ୍ଟଙ୍କର ଆଗମନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା, ସେହିପରି ଭବିଷ୍ୟତରେ ସେମାନଙ୍କର ସେହି ଉତ୍ସର୍ଗୀକୃତ ବଳିଦାନ ଖ୍ରୀଷ୍ଟଙ୍କର ସେହି ଆଗମନକୁ ଫେରି ଚାହିଁବ। ପ୍ରତ୍ୟେକ ମେଷ ସେହି ଈଶ୍ୱରଙ୍କ ମେଷ ଶାବକଙ୍କ ପ୍ରତି ଦୃଷ୍ଟି କରି କହିବେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ କି ଜଗତର ପାପ ବହି ନେଇ ଯାଆନ୍ତି। ଆସନ୍ତୁ ଏହାପରେ 67 ଗୀତ ମଧ୍ୟକୁ ଯିବା। ଏହି ଗୀତଟି ସେହି 1000 ବର୍ଷର ଶାନ୍ତିରାଜ୍ୟ ନିମନ୍ତେ ଆଶୀର୍ବାଦ ଓ ପ୍ରଶଂସାର ବିଷୟକୁ ପ୍ରକାଶ କରେ। ଏହି ଗୀତଟି ଏହି ଜଗତ ନିମନ୍ତେ ଈଶ୍ୱରଙ୍କର ଶେଷ ତଥା ଅନ୍ତିମ ଉଦ୍ଦେଶ୍ୟ ଓ ଅଭିମତକୁ ପ୍ରକାଶ କରେ। ଏହି ଗୀତଟି ଛୋଟ ଭାବବାଣୀୟ ଗୀତମାନଙ୍କ ମଧ୍ୟରୁ ଏକ ଗୀତ। ଏହାର କେବଳ 7ଟି ପଦ ରହିଅଛି। ତେଣୁକରି ଏଥିରୁ ଅନୁମିତ ହୁଏ ଯେ ଧର୍ମଶାସ୍ତ୍ରରେ 7 ସଂଖ୍ୟାର ଏକ ଅର୍ଥ ରହିଅଛି। ତେବେ ଏହି ନମ୍ବର ଯେତେ ଦୂର ସିଦ୍ଧତାକୁ ପ୍ରକାଶ କରେ ନାହିଁ, ମାତ୍ର ସମ୍ପୂର୍ଣ୍ଣତାକୁ ପ୍ରକାଶ କରେ। ଏହି ଗୀତଟି ହେଉଛି ସେହି 1000 ବର୍ଷ ରାଜ୍ୟର ଏକ ଗୀତ। ତେବେ ଅନେକ ଯଦିଓ ଏହାକୁ ମିଶନେରୀ ଗୀତ ସହିତ ସମାନ କରିଦିଅନ୍ତି, ମାତ୍ର ଏହା ଏକ ମିଶନେରୀ ଗୀତ ନୁହେଁ। ପ୍ରକୃତରେ ଏହି ଗୀତରେ ମଣ୍ଡଳୀର ଦୃଶ୍ୟ ଦେଖିବାକୁ ମିଳେ ନାହିଁ। ତେବେ ଏକ ରୂପକ ଅର୍ଥରେ ବା ସାଙ୍କେତିକ ଚିହ୍ନ ବ୍ୟତୀତ ମୁଁ ବିଶ୍ୱାସ କରେ ନାହିଁ ଯେ ଆମେ ଗୀତ ସଂହିତାରେ ମଣ୍ଡଳୀର ଦୃଶ୍ୟକୁ ଲକ୍ଷ୍ୟ କରିବାକୁ ପାରୁ। ଉଦାହରଣ ସ୍ୱରୂପେ ଆମେ ଗୀତ 45ରେ ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀକୁ ଲକ୍ଷ୍ୟ କରିବାକୁ ପାରୁ। ଏହା ହେଉଛି ପ୍ରଭୁ ଯୀଶୁଙ୍କ ସହିତ ମଣ୍ଡଳୀର ଛବି ଯେତେବେଳେ ସେ ପୃଥିବୀ ଉପରେ ରାଜତ୍ୱ କରିବେ। ତେବେ ଗୀତ 67 ହେଉଛି ଏକ ଭାବବାଣୀୟ ଗୀତ। ଏହା ଏହି ଯୁଗର ଆଗକୁ ସେହି 1000 ବର୍ଷର ଶାନ୍ତି ରାଜ୍ୟ ପ୍ରତି ଦୃଷ୍ଟି କରେ। ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ଆପଣ ଏକ ପରିବର୍ତ୍ତିତ ଜଗତକୁ ଲକ୍ଷ୍ୟ କରିବେ ବା ଏକ ନବରୂପ ଜଗତକୁ ଲକ୍ଷ୍ୟ କରିବାକୁ ପାରିବେ। ଏକ ଜଗତ ଯେଉଁ ଜଗତରେ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ ଓ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ତାହାଙ୍କୁ ଭୟ କରିବେ, କାରଣ ଅଭିଶାପ ଦୂରେଇ ଯିବ ଆଉ ଆମେମାନେ ପ୍ରଶଂସାର ଗୀତ ଗାଇବା ନିମନ୍ତେ ସମର୍ଥ ହୋଇପାରିବା। ଏପରିକି ମୁଁ ମଧ୍ୟ ସେହି ହାଲେଲୁୟା ପ୍ରଶଂସାର ଗୀତ ଗାଇବା ନିମନ୍ତେ ସମର୍ଥ ହେବି। ତେବେ ଏହି ଗୀତଟି ଯଦିଓ ସେହି 1000 ବର୍ଷର ଶାନ୍ତିରାଜ୍ୟ ପ୍ରତି ଦୃଷ୍ଟି କରେ, ମାତ୍ର ତଥାପି ଏଥିରୁ ଆମମାନଙ୍କ ଜୀବନ ପ୍ରତି ମଧ୍ୟ ଶିକ୍ଷା ମିଳେ। ତାହେଲେ ଆପଣ ପ୍ରଶ୍ନ କରିପାରନ୍ତି ଯେ ଆପଣ ଏହି କିଛି ସମୟ ପୂର୍ବରୁ କହୁଥିଲେ ଯେ ଏହା ମଣ୍ଡଳୀ ବିଷୟ ନେଇ କିଛି ପ୍ରକାଶ କରେ ନାହିଁ। ତାହେଲେ ଏଥିରୁ ଆମମାନଙ୍କ ଜୀବନ ପ୍ରତି କିପରି ଶିକ୍ଷା ମିଳିପାରିବ? ତେବେ ଏଠାରେ ମୁଁ ଭାଷାନ୍ତର ଓ ଶିକ୍ଷା ଗ୍ରହଣ କରିବା ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାଇବାକୁ ଚାହେଁ। ଧର୍ମଶାସ୍ତ୍ରକୁ ବୁଝିବା ନେଇ ଆମକୁ 2ଟି ବିଷୟ ମନେ ରଖିବାକୁ ହେବ। ସମସ୍ତ ଶାସ୍ତ୍ର ଆମମାନଙ୍କ ନିମନ୍ତେ ଅଟେ, କିନ୍ତୁ ସମସ୍ତ ଶାସ୍ତ୍ର ଆମମାନଙ୍କ ପ୍ରତି ନୁହେଁ। ଏହି ଗୀତଟି ଆମମାନଙ୍କ ନିମନ୍ତେ ଅଟେ, କିନ୍ତୁ ଆମମାନଙ୍କ ପ୍ରତି ନୁହେଁ। ଆଉ ଏହା ଆମମାନଙ୍କୁ ପ୍ରଚାର କାର୍ଯ୍ୟର ଦୃଷ୍ଟିକୋଣ ପ୍ରଦାନ କରେ। ତେବେ ଭାଷାନ୍ତର ହେଉଛି ନିଶ୍ଚିତ ବା ମୂଳ ବିଷୟ। ତାହା ହେଉଛି ଶାସ୍ତ୍ର ଗୋଟିଏ ବିଷୟ ବୁଝେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ତଳେ ଥିବା ପ୍ରତ୍ୟେକ ବିଷୟକୁ ଏହା ଗୋଟିଏ ବିଷୟ ବୋଲି ବୁଝେ। ମାତ୍ର ସେଥିରୁ ମଧ୍ୟ ଏକ ଶିକ୍ଷା ମିଳିପାରିବ ଆଉ ସେହି ଶିକ୍ଷା ପ୍ରସାରଣଶୀଳ ହୋଇପାରେ, ଯଦିଓ ଏହା ଭାଷାନ୍ତର ଉପରେ ପର୍ଯ୍ୟବେସିତ ହେବା ଉଚିତ, ଯାହାକି ସଠିକ୍ ହେବାକୁ ଯାଉଅଛି। ମୁଁ ଏହାକୁ ଏକ ସରଳ ଭାବେ ଦୃଷ୍ଟାନ୍ତ ମଧ୍ୟ ଦେଇ ଉପସ୍ଥାପିତ କରିବାକୁ ଚାହେଁ। ଖଣ୍ଡେ ହୀରାକୁ ଏହାର ବ୍ୟବହାରିକ ମୂଲ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ
କାଟିବାକୁ ହେବ ଓ ଏହାକୁ ସଠିକ୍ ଆକାରରେ ପରିଣତ କରିବାକୁ ହେବ ଓ ଯେଉଁ ଆଙ୍ଗୁଠିରେ ଏହା ଖାପ ଖାଏ ସେହି ଆଙ୍ଗୁଠିରେ ପିନ୍ଧିବାକୁ ହେବ। କିନ୍ତୁ ଯଦି ସେହି ହୀରାକୁ ସେ ପ୍ରକାର ଭାବେ ପ୍ରସ୍ତୁତ କରାନଯାଏ ତାହେଲେ ଏହାକୁ ବ୍ୟବହାର କରାଯାଇପାରେ ନା କି ଏହାର ବ୍ୟବହାରିକ ମୂଲ୍ୟକୁ ନିର୍ଦ୍ଧାରଣ କରିବା ସମ୍ଭବ ହୁଏ ନା। ଏହା ଚକଚକ୍ କରିପାରେ ଓ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରେ, ମାତ୍ର ଏହା କୌଣସି ବ୍ୟବହାରିକ ମୂଲ୍ୟ ଦେଇପାରେ ନା କି କୌଣସି ବ୍ୟକ୍ତି ଏହାକୁ କିଣିବା ନିମନ୍ତେ ଇଚ୍ଛା କରେ ନା, କାରଣ ଏହା କୌଣସି ବ୍ୟବହାରରେ ଆସେ ନା। ଏହା ବଡ଼ ହୀରାଖଣ୍ଡ ହୋଇପାରେ, ମାତ୍ର ଏହାର ବ୍ୟକ୍ତିଗତ ମୂଲ୍ୟ କିଛି ନଥାଏ। କିନ୍ତୁ ଏହାକୁ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହାକୁ ଏକ ଆକୃତିରେ ପରିଣତ କରିବାକୁ ହୁଏ। ସେହିପରି ଶାସ୍ତ୍ରକୁ ମଧ୍ୟ ଏକ ସଠିକ୍ ଖାପରେ ପକାଇବାକୁ ପଡ଼ିଥାଏ, ଯାହାକୁ କି ଭାଷାନ୍ତର ବୋଲି କୁହାଯାଏ। ତାପରେ ଏହାକୁ ଅନୁଭୂତିର ଅଙ୍ଗୁଳି ମଧ୍ୟରେ ପୂରାଇବାକୁ ପଡ଼ିଥାଏ, ଆଉ ତାହା ହେଉଛି ଶିକ୍ଷା। ଜଣେ ପରି କହନ୍ତି, ଯଦି ଜୋତା ଆପଣଙ୍କ ପାଦକୁ ଖାପ ଖାଉଛି ତାହେଲେ ପିନ୍ଧନ୍ତୁ। ଆପଣ ଯଦି ଗୀତଗୁଡ଼ିକ ମଧ୍ୟରୁ କୌଣସି ଏକ ଗୀତକୁ ପସନ୍ଦ କରନ୍ତି ଓ ଏହା ଆପଣଙ୍କ ହୃଦୟରେ କଥା କହେ, ତାହେଲେ ତହିଁରେ ଆପଣଙ୍କ ଜୀବନ ନିମନ୍ତେ କିଛି ଶିକ୍ଷା ରହିଅଛି। ଉଦାହରଣ ସ୍ୱରୂପ ପ୍ରକାଶିତ ବାକ୍ୟରେ ପ୍ରଭୁ ଯୀଶୁ ଏସିଆର ସପ୍ତମଣ୍ଡଳୀକୁ କହିଥିଲେ। ତାଙ୍କର ସେହି ସମ୍ବାଦ ଆଞ୍ଚଳିକ ପରିସ୍ଥିତିକୁ ନେଇ ଉଦ୍ଦିଷ୍ଟ ଥିଲା। ସେହି ସମ୍ବାଦର ଆଞ୍ଚଳିକ ଭାଷାନ୍ତର ଓ ଆଞ୍ଚଳିକ ଶିକ୍ଷା ରହିଥିଲା। ସେ ତାହାଙ୍କର ସେହି ସମ୍ବାଦକୁ ଏହିପରି କହି ସମାପ୍ତ କଲେ, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ସେହି ବାକ୍ୟ ଯେଉଁମାନଙ୍କର କର୍ଣ୍ଣ ଅଛି ସେମାନଙ୍କ ପ୍ରତି ଉଦ୍ଦିଷ୍ଟ। ଆପଣଙ୍କର ଯଦି କର୍ଣ୍ଣ ଅଛି ସେ ମଧ୍ୟ ଆପଣଙ୍କୁ କହୁଅଛନ୍ତି। ପ୍ରକାଶିତ ବାକ୍ୟ 3 ପର୍ବର 13 ପଦରେ ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ତେଣୁକରି 7ଟି ଯାକ ମଣ୍ଡଳୀ ନିମନ୍ତେ ଯେଉଁ ସମ୍ବାଦ ରହିଅଛି, ସେହି ସମ୍ବାଦଗୁଡ଼ିକ ମଧ୍ୟରୁ ଆମମାନଙ୍କର ଜୀବନ ନିମନ୍ତେ ମଧ୍ୟ ଶିକ୍ଷା ରହିଅଛି। ତେବେ ଗୀତ 67 ଏକ ମିଶନେରୀ ଗୀତ ନୁହେଁ, ଯାହାକି ଏଠାରେ ମୁଁ ପୁଣି ଥରେ କହେ, କିନ୍ତୁ ଏଥିରେ କେତେକ ମହାନ ଶିକ୍ଷା ରହିଅଛି, ଯାହାକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଈଶ୍ୱରଙ୍କର ପ୍ରଚାର କାର୍ଯ୍ୟକ୍ରମକୁ ଆଣି ଉପସ୍ଥାପିତ କରେ। ଆସନ୍ତୁ ବର୍ତ୍ତମାନ ଏହି ଗୀତର କେତେକ କୌତୂହଳପୂର୍ଣ୍ଣ ବିଷୟକୁ ସଂକ୍ଷେପରେ ଚିନ୍ତା କରିବା। ଏହି ଗୀତରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଏହା 3 ଥର ବ୍ୟବହୃତ ହୋଇଅଛି। ତୁମ୍ଭର ପ୍ରଶଂସା କରନ୍ତୁ 4 ଥର ପୁନରାବୃତ୍ତି କରାଯାଇଅଛି। 3 ଜଣ ବ୍ୟକ୍ତି ଅଥବା ଜଳ ବିଷୟ ନେଇ ଉଲ୍ଲେଖ ହୋଇଅଛି। ପ୍ରଥମରେ 15 ଥର ଈଶ୍ୱରଙ୍କୁ ଦର୍ଶାଯାଇଅଛି, ଆଉ ସେଠାରେ ତ୍ରିବିଧ ଈଶ୍ୱରଙ୍କୁ ଲକ୍ଷ୍ୟ କରୁ, ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ର ଆତ୍ମା। ଦ୍ୱିତୀୟରେ ଇସ୍ରାଏଲ ଜାତି, ଯାହାକି ଏଠାରେ ଆମମାନଙ୍କୁ ବୋଲି ଉଲ୍ଲେଖ ହୋଇଅଛି, ଯାହାକି 6 ଥର ଉଲ୍ଲେଖ ହୋଇଅଛି। ସେହିପରି ଗୋଷ୍ଠୀୟମାନେ, ଏହି ଶବ୍ଦଟି 9 ଥର ଉଲ୍ଲେଖ ହୋଇଅଛି, ଆଉ ତାହାର ଅର୍ଥ ହେଉଛି ବିଦେଶୀୟମାନେ, ଭିନ୍ନ ଭିନ୍ନ ଲୋକମାନେ ତଥା ଜାତିମାନେ, ସମାଜର ବିଭିନ୍ନ ଶ୍ରେଣୀ ଓ ଆପଣ ତଥା ମୁଁ। ତେବେ ଆସନ୍ତୁ ଏହି 67 ଗୀତ ମଧ୍ୟକୁ ଯିବା। 67 ଗୀତର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ ଓ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। ଏହି ପଦଟି ତ୍ରିବିଧ ଈଶ୍ୱରଙ୍କୁ ଉପସ୍ଥାପିତ କରେ। ଏହା ମଧ୍ୟ ସେହି ପ୍ରାନ୍ତର ଯାତ୍ରା ନିମନ୍ତେ ଈଶ୍ୱର ଇସ୍ରାଏଲକୁ ପ୍ରସ୍ତୁତ କରିବା ବେଳେ ଯେଉଁ ତ୍ରିବିଧ ଈଶ୍ୱରୀୟ ଆଶୀର୍ବାଦ ପ୍ରଦାନ କରିଥିଲେ ସେହି ବିଷୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯାହାକି ଗଣନା 6 ପର୍ବର 24-26 ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ସେଠାରେ ଏହିପରି ଲେଖା ଅଛି, ସଦାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ଓ ତୁମକୁ ରକ୍ଷା କରନ୍ତୁ, ଯାହାକି ପିତା ଈଶ୍ୱରଙ୍କୁ ପ୍ରକାଶ କରେ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମକୁ ଅନୁଗ୍ରହ କରନ୍ତୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମକୁ ଶାନ୍ତି ଦେଉନ୍ତୁ, ଯାହାକି ପବିତ୍ର ଆତ୍ମାଙ୍କୁ ପ୍ରକାଶ କରେ। ତେବେ ଯେପରିକି ଆମେ ପୂର୍ବରୁ ଲକ୍ଷ୍ୟ କରିଅଛୁ, ଇସ୍ରାଏଲର କେତେକ ଶିକ୍ଷକମାନେ ଈଶ୍ୱରଙ୍କ ମୁଖକୁ ମସିହ ରୂପେ ଦର୍ଶାନ୍ତି, ଆଉ ଏ ହେଉଛନ୍ତି ସେହି ମସିହ ଯେ କି ଯୀଶୁଖ୍ରୀଷ୍ଟ, ପୁତ୍ର ଈଶ୍ୱର, ଆମମାନଙ୍କର ଉଦ୍ଧାରକର୍ତ୍ତା। ତେଣୁକରି ଏଠାରେ 3ଟି ଆଶୀର୍ବାଦର ବିଷୟ ରହିଅଛି, ପିତା ଈଶ୍ୱର, ପୁତ୍ର ଈଶ୍ୱର ଓ ପବିତ୍ର ଆତ୍ମା ଈଶ୍ୱର। ଏହି ଆଶୀର୍ବାଦର ଉପସଂହାର ଆମେ ଗଣନା 6 ପର୍ବର 27 ପଦରେ ଲକ୍ଷ୍ୟ କରିବାକୁ ପାରୁ। ସେଠାରେ ଲେଖା ଅଛି, ଏହି ରୂପେ ସେମାନେ ଇସ୍ରାଏଲ ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ତେଣୁ ଏହି ଗୀତରେ ଆମେ
ତ୍ରିବିଧ ଈଶ୍ୱରୀୟ ଆଶୀର୍ବାଦର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାର ସଫଳତା ସେହି ଆଗାମୀ 1000 ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ଘଟିବ। 67 ପର୍ବର 2 ପଦରେ ଲେଖା ଅଛି, ତହିଁରେ ପୃଥିବୀରେ ତୁମ୍ଭର ପଥ ଓ ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ। ଯେଉଁଦିନ ପର୍ଯ୍ୟନ୍ତ ଇସ୍ରାଏଲ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ସେହି ପ୍ରତିଜ୍ଞାତ ଦେଶକୁ ଫେରିଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ପୃଥିବୀ ନିମନ୍ତେ ଆଶୀର୍ବାଦ ବର୍ତ୍ତିବ ନାହିଁ। ମୁଁ ଭାବୁନାହିଁ ଯେ ସେମାନେ ଏପର୍ଯ୍ୟନ୍ତ ସେହି ଦେଶର ଅଧିକାରୀ ହୋଇପାରିଛନ୍ତି, ମାତ୍ର ସେମାନେ ସେହିଦିନ ତାହା ସମ୍ପୂର୍ଣ୍ଣ ରୂପେ ଅଧିକାର କରିପାରିବେ ଓ ଆନନ୍ଦ ଉଲ୍ଲାସ କରିବେ, ଯେଉଁଦିନ ପ୍ରଭୁ ସେମାନଙ୍କୁ ନେଇ ତହିଁରେ ବସବାସ କରାଇବେ। ଆଉ ତାହା ସେହି 1000 ବର୍ଷର ଶାନ୍ତିରାଜ୍ୟ ସମୟକୁ ଦର୍ଶାଏ, ଯାହାକି ଯିଶାୟ 49 ପର୍ବର 13 ପଦରେ ଲେଖା ଅଛି, ହେ ଆକାଶମଣ୍ଡଳ ଗାନ କର, ହେ ପୃଥିବୀ ଉଲ୍ଲସିତ ହୁଅ, ହେ ପର୍ବତମାଳ ଉଚ୍ଚ ସ୍ୱରରେ ଗାନ କର, କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ। ଏହାପରେ 14-16 ପଦରେ ସେ ଆହୁରି କହନ୍ତି, ମାତ୍ର ସିଓନ କହିଲା, ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାଶୁରି ଅଛନ୍ତି। ସ୍ତ୍ରୀ ଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାଶୁରି ପାରିବ? ହଁ, ଏମାନେ ପାଶୁରି ପାରନ୍ତି, ତଥାପି ଆମ୍ଭେ ତୁମକୁ ପାଶୁରିବା ନାହିଁ। ଦେଖ, ଆମ୍ଭେ ଆପଣା ହସ୍ତ ଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ, ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି। ତାହା ହିଁ ଈଶ୍ୱର ଆପଣା ଲୋକ ଇସ୍ରାଏଲ ବିଷୟ ନେଇ ପ୍ରକାଶ କରନ୍ତି, ଆଉ ସେ ଯାହା କହିଅଛନ୍ତି ତାହା ସାଧନ କରିବା ନିମନ୍ତେ ଯାଉଅଛନ୍ତି। ତାହା ହିଁ ଇସ୍ରାଏଲ ବିଷୟ ନେଇ ଈଶ୍ୱର ପ୍ରକାଶ କରନ୍ତି। ଏହାପରେ 3 ଓ 4 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଗୋଷ୍ଠୀୟ ଗଣ ତୁମ୍ଭର ପ୍ରଶଂସା କରନ୍ତୁ, ଯାବତୀୟ ଗୋଷ୍ଠୀ ତୁମର ପ୍ରଶଂସା କରନ୍ତୁ। ଦେଶୀୟମାନେ ଆହ୍ଲାଦିତ ହୁଅନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ, କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀ ବର୍ଗର ବିଚାର କରିବ ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। ଏହା ଏକ ଚମତ୍କାର ପ୍ରତିଜ୍ଞା, ଯାହାକି ଈଶ୍ୱର ଅବ୍ରାହମକୁ ପ୍ରଦାନ କରିଥିଲେ, ଯାହା ଆମେ ଆଦିପୁସ୍ତକ 12 ପର୍ବର ପ୍ରଥମ 3 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ତାହାଙ୍କର ଏହି ଜଗତକୁ ପ୍ରଥମ ଆଗମନରେ ସ୍ପଷ୍ଟ କରିଦେଇଥିଲେ ଯେ ପରିତ୍ରାଣ ଜିହୁଦୀୟମାନଙ୍କର, ମାତ୍ର ତାହାଙ୍କର ଦ୍ୱିତୀୟ ଆଗମନ ସମୟରେ ଜଗତ ପରିବର୍ତ୍ତିତ ହେବ। ପରିତ୍ରାଣର ସବୁଠାରୁ ମହାନ ବିଷୟ ବା ମହାନ ସମୟ ଭବିଷ୍ୟତରେ ହେବ। ଏହା ଏପର୍ଯ୍ୟନ୍ତ ମଧ୍ୟ ସଫଳ ହୋଇନାହିଁ, ମାତ୍ର ସେହି 1000 ବର୍ଷର ଶାନ୍ତିରାଜ୍ୟ ମଧ୍ୟରେ ତାହା ବାସ୍ତବରେ ସଫଳ ହେବାକୁ ଯାଉଅଛି, ଯାହାକି ଯିଶାୟ 66 ପର୍ବର 19 ପଦରେ ଲେଖା ଅଛି, ପୁଣି ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ ତର୍ସିସ୍, ପୁଲ୍ଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। ଦିନ ଆସୁଅଛି ଯେତେବେଳେ କି ସମଗ୍ର ଜଗତ ପରିବର୍ତ୍ତିତ ହେବ। ଦେଖନ୍ତୁ 5 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଗୋଷ୍ଠୀମାନେ ତୁମ୍ଭର ପ୍ରଶଂସା କରନ୍ତୁ, ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। ଈଶ୍ୱରଙ୍କର ଲକ୍ଷ୍ୟ କ'ଣ? ଏହା କ'ଣ ତାହା ଯେ ଆମେ ଇସ୍ରାଏଲକୁ ସେହି ପ୍ରତିଜ୍ଞାତ ଦେଶକୁ ଫେରାଇ ଆଣିବା? ଏହା କିନ୍ତୁ ପ୍ରକୃତରେ ମୂର୍ଖତାର ବିଷୟ ହେବ ଯଦି ଆମେ ସେମାନଙ୍କୁ ସେହି ଦେଶ ମଧ୍ୟକୁ ଫେରାଇ ଆଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁ। କାରଣ ରୋମିଓ 11 ପର୍ବର 25 ପଦରେ ଅତି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଅଛି ଯେ, କାରଣ ହେ ଭାଇମାନେ, ତୁମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର, ଏଥିନିମନ୍ତେ ତୁମେମାନେ ଯେ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ନୁହ, ଏହା ମୋର ଇଚ୍ଛା ନୁହେଁ। ଅର୍ଥାତ୍ ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। କେତେ ପର୍ଯ୍ୟନ୍ତ? ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି ସେ ପର୍ଯ୍ୟନ୍ତ। ତେବେ ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି, ଯାହାକି ରୋମିଓ 11 ପର୍ବର 25 ପଦରେ ପ୍ରେରିତ ପାଉଲ ସ୍ପଷ୍ଟ କରିଦିଅନ୍ତି। ଆଉ ତାହା ଏପର୍ଯ୍ୟନ୍ତ ଘଟି ନାହିଁ, କିନ୍ତୁ ଏହା ସେହି 1000 ବର୍ଷର ଶାନ୍ତିରାଜ୍ୟ ସମୟରେ ଘଟିବାକୁ ଯାଉଅଛି। ସେମାନେ ପରିବର୍ତ୍ତିତ ହୋଇ ଈଶ୍ୱରଙ୍କର ପ୍ରଶଂସା କରିବେ। ଏହାପରେ 6 ପଦରେ ଲେଖା ଅଛି, ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ଦେଖନ୍ତୁ,
ସେହି ପାପର ଅଭିଶାପ ପୃଥିବୀ ମଧ୍ୟରୁ ଦୂର ହୋଇଯିବ ଆଉ ପୃଥିବୀ ନିଜ ଫଳ ଉତ୍ପନ୍ନ କରିବ। ଏହାପରେ 7 ପଦରେ ଲେଖା ଅଛି, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ, ପୁଣି ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ। ଏଠାରେ ମୋର ଏକ ମତାମତ ରହିଅଛି, ଯାହାକି ମୁଁ ବିଶ୍ୱାସ କରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧରି ନିଅନ୍ତୁ, ମୁଁ ଆପଣଙ୍କୁ ପଚାରୁଅଛି, ପ୍ରଚାର କାର୍ଯ୍ୟର ପ୍ରାଥମିକ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କ'ଣ? ଆପଣଙ୍କର ଉତ୍ତର କ'ଣ ହେବ? କେହି ଜଣେ କହିପାରନ୍ତି, ପ୍ରଚାର କାର୍ଯ୍ୟର ଆଭିମୁଖ୍ୟ ହେଉଛି ଆତ୍ମାଲାଭ କରିବା। ତେବେ ସେହି ଉତ୍ତର ପ୍ରତି ମୋର ଉତ୍ତର ହେଉଛି, ପ୍ରଚାର କାର୍ଯ୍ୟର ଆଭିମୁଖ୍ୟ ନୁହେଁ ଆତ୍ମାଲାଭ କରିବା। ଏହା ସତ୍ୟ ଯେ ଆତ୍ମାଲାଭ କରିବାରେ ପ୍ରଚାର କାର୍ଯ୍ୟ ଫଳ ପ୍ରଦର୍ଶନ କରେ, କିନ୍ତୁ ତାହା ମୁଖ୍ୟ ବିଷୟ ନୁହେଁ। ତେବେ ଆଉ କେହି କହିପାରନ୍ତି ଯେ ଆମମାନେ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଉଚିତ, ଯେପରି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞାକୁ ପାଳନ କରିପାରୁ। ସେହିସବୁ ଆମମାନଙ୍କ ପ୍ରତି ଆଦେଶ। ଆମମାନଙ୍କୁ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଅଛି। ଆମମାନଙ୍କୁ ପ୍ରତ୍ୟେକଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟକୁ ପହଞ୍ଚାଇବାକୁ ଅଛି। ଯେତେବେଳେ ଏହା ସତ୍ୟ ଅଟେ, ଏହା ପ୍ରଚାର କାର୍ଯ୍ୟର ପ୍ରାଥମିକ ଉଦ୍ଦେଶ୍ୟ ନୁହେଁ। ଏହା ଯଦିଓ ସେହି ଉଦ୍ଦେଶ୍ୟର ନିକଟତର, କିନ୍ତୁ ପ୍ରକୃତିରେ କହିବାକୁ ଗଲେ ମୁଁ ଭାବେ ନାହିଁ ଯେ ଏହା ସଠିକ୍ ବୋଲି। ଏଠାରେ ମୁଁ ପୁନର୍ବାର 5 ଓ 7 ପଦ ଦୁଇଟିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ। ଲେଖା ଅଛି, ହେ ପରମେଶ୍ୱର, ଗୋଷ୍ଠୀମାନେ ତୁମର ପ୍ରଶଂସା କରନ୍ତୁ, ଯାବତୀୟ ଗୋଷ୍ଠୀ ତୁମର ପ୍ରଶଂସା କରନ୍ତୁ। ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ, ପୁଣି ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ। ତାହେଲେ ପ୍ରଚାର କାର୍ଯ୍ୟର ଶେଷ ଲକ୍ଷ୍ୟ କ'ଣ? ସମସ୍ତ ଲୋକ ତୁମର ପ୍ରଶଂସା କରନ୍ତୁ। ପ୍ରଚାର କାର୍ଯ୍ୟର ମୂଳ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କର ପ୍ରଶଂସା କରିବା ବା ଈଶ୍ୱରଙ୍କୁ ଗୌରବ ଦେବା। ମନୁଷ୍ୟର ପ୍ରଧାନ ଲକ୍ଷ୍ୟ କ'ଣ? ମନୁଷ୍ୟର ପ୍ରଧାନ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କୁ ଗୌରବ ଦେବା ଓ ସଦାସର୍ବଦା ତାହାଙ୍କୁ ଉପଭୋଗ କରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।